ଏବେ ଆମେ ଅର୍ଥନୈତିକ ସମସ୍ୟାର ଦୁଇଟି ପଏଣ୍ଟ ପଢ଼ିଲେ। ଗୋଟେ ହେଲା ଅସୀମ ଅଭାବ, ଆଉ ଗୋଟେ ହେଲା ସସୀମ ସମ୍ବଳ। ଏବେ 3 ନମ୍ବର ପଏଣ୍ଟଟି ପଢ଼ିବା ବିକଳ୍ପ ବ୍ୟବହାର ଓ ଚୟନ ସମସ୍ୟା। କେମିତି ସୀମିତ ସମ୍ବଳର ବିକଳ୍ପ ବ୍ୟବହାର କରାଯାଇପାରିବ ଚୟନ ଦ୍ୱାରା, ସେଇଟାକୁ ଆମେ ଏବେ ପଢ଼ିବା। ସୀମିତ ସମ୍ବଳର ଆଉ ଏକ ବୈଶିଷ୍ଟ୍ୟ ହେଲା ବିକଳ୍ପ ବ୍ୟବହାର। ତେଣୁ ଏହା ଦ୍ୱାରା ଅର୍ଥନୈତିକ ସମସ୍ୟା ଆହୁରି ତୀବ୍ର ବା ଉତ୍କଟ ହୁଏ। କେତେବେଳେ ନା ଯେତେବେଳେ ସୀମିତ ସମ୍ବଳର ଚୟନ ସମସ୍ୟା ଦେଖାଯାଏ ବା ବିକଳ୍ପ ବ୍ୟବହାର ଦେଖାଯାଏ। ଜମିରେ ଗହମ ଚାଷ ହୋଇପାରିବ, ଆଳୁ ଚାଷ ହୋଇପାରିବ, ଘର ତିଆରି କରାଯାଇପାରିବ, ଖେଳ ପଡ଼ିଆ ନିର୍ମାଣ ହୋଇପାରିବ। ତେଣୁ ଗୋଟିଏ ଜମି ଉପରେ ଏଠି ଆମକୁ ଚୟନ କରିବାକୁ ପଡ଼େ କେଉଁ କାର୍ଯ୍ୟଟି ଅତି ଜରୁରୀ ତାକୁ କରିବା। ସେହିପରି ଗୋଟେ ଶ୍ରମିକ ନିଜେ କଳକାରଖାନାରେ କାମ କରିପାରିବ, ନିଜେ କୃଷି କ୍ଷେତ୍ରରେ ନିୟୋଜିତ ହୋଇପାରିବ, ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ ହୋଇପାରିବ। ଏଠାରେ ତା'ର ଚୟନ ପ୍ରକ୍ରିୟା କାମ କରେ। ଆଉ ଗୋଟେ ଉଦାହରଣ ହେଲା, ଗୋଟେ 10 ଟଙ୍କିଆ ନୋଟ୍ ତୁମ ପାଖରେ ଅଛି। ତୁମେ ସେ 10 ଟଙ୍କାରେ କଲମଟେ କିଣିବ କିମ୍ବା ସିନେମା ଟିକେଟଟେ କିଣିବ। ଏହି କ୍ଷେତ୍ରରେ ତୁମକୁ ଚୟନ କରିବାକୁ ପଡ଼ୁଛି ବା ବାଛିବାକୁ ପଡ଼ୁଛି କ'ଣ ନା କେଉଁ ଅଭାବଟି ଅଧିକ ଜରୁରୀ ଓ କେଉଁ ଅଭାବଟି କମ୍ ଜରୁରୀ। ତେଣୁ ମଣିଷ ତା'ର ଅତ୍ୟନ୍ତ ଜରୁରୀ ଅଭାବକୁ ପୂରଣ କରିଥାଏ ଓ କମ୍ ଜରୁରୀ ଅଭାବ ଗୁଡ଼ିକୁ ଭବିଷ୍ୟତରେ ପୂରଣ କରିବା ପାଇଁ ସ୍ଥଗିତ ରଖିଥାଏ। ସେଥିପାଇଁ ରବିନ୍ସ ଅର୍ଥଶାସ୍ତ୍ରକୁ ଚୟନ ବିଜ୍ଞାନ ବୋଲି ଆଖ୍ୟା ଦେଇଛନ୍ତି। କାହିଁକି ରବିନ୍ସ ଅର୍ଥଶାସ୍ତ୍ରକୁ ଚୟନ ବିଜ୍ଞାନ ଆଖ୍ୟା ଦେଲେ? ନା ମଣିଷ ତା'ର ଯେହେତୁ ସମ୍ବଳ ସୀମିତ ଆଉ ଅଭାବ ଅସୀମ, ସେଥିମଧ୍ୟରୁ ମଣିଷ ଚୟନ କରୁଛି କେଉଁ ଅଭାବ ଗୁଡ଼ିକ ଅଧିକ ଜରୁରୀ ଆଉ କେଉଁ ଅଭାବ ଗୁଡ଼ିକ କମ୍ ଜରୁରୀ। ତେଣୁ ସିଏ ଚୟନ କରି ତା'ର ଅଧିକ ଜରୁରୀ ଅଭାବ ଗୁଡ଼ିକ ଆଗେ ପୂରଣ କରେ ଆଉ କମ୍ ଜରୁରୀ ଅଭାବ ଗୁଡ଼ିକ ତାକୁ ଭବିଷ୍ୟତ ପାଇଁ ସ୍ଥଗିତ ରଖେ। ତେଣୁ ରବିନ୍ସ ଅର୍ଥଶାସ୍ତ୍ରକୁ ଚୟନ ବିଜ୍ଞାନର ଆଖ୍ୟା ଦେଇଛନ୍ତି। ଅର୍ଥଶାସ୍ତ୍ରର ଦୁଇଟି ମୌଳିକ ସମସ୍ୟା ରହିଛି। ତେଣୁ ଦୁଷ୍ପ୍ରାପ୍ୟତା ଓ ମନୋନୟନ ଅଗ୍ରାଧିକାର ଭିତ୍ତିରେ ଅଭାବର ଚୟନ ଦ୍ୱାରା ସୀମିତ ସମ୍ବଳରୁ ସର୍ବାଧିକ ଉପଯୋଗିତା ଲାଭ କରିବା ହିଁ ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟା ଅଟେ। ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟା କ'ଣ ହେଲା ନା ସୀମିତ ସମ୍ବଳରୁ ଅଭାବର ଚୟନ ଦ୍ୱାରା ସର୍ବାଧିକ ଉପଯୋଗିତା ଲାଭ କରିବା ହିଁ ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟା ଅଟେ। ଅର୍ଥାତ୍ ତୁମ ପାଖରେ ସମ୍ବଳ ରହିଛି ସୀମିତ ଆଉ ତୁମର ଅଭାବ ରହିଛି ଅସୀମ। ତେଣୁ ତା ଭିତରୁ ସେ ସୀମିତ ସମ୍ବଳରୁ ତୁମେ ଚୟନ କରି ତୁମ ସର୍ବାଧିକ ଉପଯୋଗିତା ବା ସନ୍ତୁଷ୍ଟି ଲାଭ କରିବାଟା ହେଉଛି ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟା। ତେଣୁ ସୀମିତ ବା କମ୍ ସମ୍ବଳରୁ ମନୋନୟନ ଦ୍ୱାରା ବା ନିଜ ଇଚ୍ଛାରେ ଚୟନ କରି ସବୁଠାରୁ ଅଧିକ ଉପଯୋଗିତା ଲାଭ କରିବାକୁ ଅର୍ଥଶାସ୍ତ୍ରର ସମସ୍ୟା ବୋଲି ବିଚାର କରାଯାଏ। ମନେ ରଖ, ଆଉ ଥରେ କ'ଣ ଅର୍ଥଶାସ୍ତ୍ରର ସମସ୍ୟା? ନା ସୀମିତ ବା କମ୍ ସମ୍ବଳରୁ ମନୋନୟନ ଦ୍ୱାରା ବା ନିଜ ଇଚ୍ଛାରେ ଚୟନ କରି ସବୁଠାରୁ ଅଧିକ ଉପଯୋଗିତା ଲାଭ କରିବାକୁ ଅର୍ଥଶାସ୍ତ୍ରର ସମସ୍ୟା ବୋଲି ବିଚାର କରାଯାଏ।